ओम नमः शिवाय। ମୁଁ ଜ୍ୟୋତିର୍ବିଦ ଓ ଲେଖକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆଜି ଯେଉଁ ଟପିକ୍ ବିଷୟରେ କହିବି ସେମିତି ତ ମୁଁ ଯେଉଁଟା କୁହେ ଲୋକମାନଙ୍କୁ ଭାଇ ଟିକେ କଷ୍ଟ ହୁଏ। ଲୋକମାନଙ୍କୁ କ'ଣ ଏ ଯେଉଁ ଭୁଲ ହିସାବରେ କରୁଥିବା ଅଶାସ୍ତ୍ରୀୟ ଜ୍ୟୋତିଷ ଗଣନା କରୁଥିବା ଜ୍ୟୋତିଷମାନଙ୍କୁ ଭାରି କଷ୍ଟ ହୁଏ। ସେହି ସନ୍ଦର୍ଭରେ ଆଜି ଗୋଟେ କଥା କହିବି ଯେ ଯେଉଁ ଆଜିକାଲି ଯୁବପିଢ଼ିମାନଙ୍କୁ ଏଇଟା ବହୁତ ବାଧିପାରେ ଟିକେ। ସେଇଟା ହେଲା ମୁଁ ବି ଦେଖି ଆସୁଛି ଏବେ ବହୁତ ଦିନ ହେଲା ଯେ ସାର୍ ମୋର ଜ୍ୟୋତିଷରେ ଇଣ୍ଟରେଷ୍ଟ ଅଛି। ମୋତେ ପିଲା ଫୋନ୍ କରୁଛନ୍ତି ଯେ ସାର୍ ମୁଁ ପଢ଼ିବାକୁ ଆସୁଛି ନା ଇଏ କରୁଛି, ମୁଁ ପଢ଼ିବି ଆପଣଙ୍କ ପାଖରେ, କମ୍ ନା ଜ୍ୟୋତିଷରେ ଇଣ୍ଟରେଷ୍ଟ ଅଛି ମୋର। କିନ୍ତୁ ବାବୁ କରୁଛନ୍ତି କ'ଣ ନା କେଉଁ ବାବୁ ତାଙ୍କର ନିଜର ବିଜନେସ୍ ଅଛି, କେଉଁ ବାବୁ ତାଙ୍କର ଚାକିରି କରୁଛନ୍ତି, କିନ୍ତୁ ଜ୍ୟୋତିଷଟାକୁ ସାଇଡ଼ରେ ଗୋଟେ ଇଣ୍ଟରେଷ୍ଟ ନେଇକି ଶିଖୁଛନ୍ତି। ତ ମୁଁ କ'ଣ କହିବାକୁ ଚାହୁଁଛି ଶୁଣନ୍ତୁ। ଆପଣମାନେ ଶୁଣିଥିବେ ଯେ ଡାକ୍ତରୀ ବିଦ୍ୟା ଗୋଟେ ଅଛି, ମେଡ଼ିକାଲ ସାଇନ୍ସ। ମୁଁ କହିପାରିବି କି ଯେ ମୁଁ ହେଲା ପେଶାରେ ହେଲେ ଲୟର, ମାନେ ଉଦାହରଣ ଦେଇକି କହୁଛି। କିନ୍ତୁ ମୁଁ ମୋର ଇଣ୍ଟରେଷ୍ଟ ପାଇଁ ଡାକ୍ତରୀ ବିଦ୍ୟାଟା ଶିଖୁଛି। ଆପଣ ଯଦି କେତେବେଳେ ଅସୁବିଧା ହେଲା ମୋତେ କହିବେ, ମୁଁ ଗୋଟେ ଡକ୍ଟର, ମୁଁ କିଛି ଗୋଟେ ମେଡ଼ିସିନ ଲେଖିଦେବି। ଆପଣ କହିପାରିବେ? କହିପାରିବେନି। କାହିଁକି କହିଲେ? ଆପଣ ଆଇଦର ଫୁଲ୍ ଟାଇମ୍ ଡାକ୍ତର ନହେଲେ ଡାକ୍ତର ନୁହନ୍ତି। ଆଉ ଏଥିରେ ଇଣ୍ଟରେଷ୍ଟ କେଉଁଠୁ ଆସିଲା? ବୁଝିପାରିଲେ ତ? ଆପଣ ସେମିତି କହିପାରିବେ ନାହିଁ ଯେ ନା ମୁଁ କ୍ରିକେଟରେ କୋଚ୍ ଅଛି, ଆଉ ଏଠି IAS ଅଫିସର ସର୍ଭିସ୍ କରୁଛି, କିନ୍ତୁ ମୁଁ ଜଣେ କ୍ରିକେଟର ବି କୋଚ୍ ଅଛି। ଆପଣ ଯଦି କ୍ରିକେଟ ଶିଖିବାକୁ ଚାହୁଁଛନ୍ତି ମୋତେ ଡକେଇବେ। ହେବନି। କହିବାର ଉଦ୍ଦେଶ୍ୟ ହେଲା ଯେ ଗୋଟେ ଖୋଳରେ ଦୁଇଟା ଖଣ୍ଡା ରହିବନି। ତ ଜ୍ୟୋତିଷଟା ଏତେ ଶସ୍ତା ହେଇନି ଯେ ଆପଣ ଏଠି ଗୋଟେ ୟୁଟ୍ୟୁବ୍ ଦେଖିଦେଲେ ମୋ ଭଳିଆ ମୂର୍ଖ ଲୋକଙ୍କ ଠାରୁ କ'ଣ ଟିକେ ଇଆଡ଼ୁ ସିଆଡ଼ୁ ପଢ଼ି ପକେଇଲେ, ପଢ଼ୁ ତ ନାହାନ୍ତି ଆଜିକାଲି ପ୍ରାୟତଃ ୟୁଟ୍ୟୁବ୍ର ଡିମେରିଟ୍ଟା ନ ଜାଣିକି ସବୁ ୟୁଟ୍ୟୁବ୍। ଦେଖିଦେଲେ ଜ୍ୟୋତିଷରେ ଇଣ୍ଟରେଷ୍ଟ ଆସିଲା। ହଁ ଆଜ୍ଞା। ତାପରେ ଆରମ୍ଭ ହେଲା ଅଳ୍ପ ବିଦ୍ୟା ଭୟଙ୍କରୀ ମାଙ୍କଡ଼ାମି। ଆଉ ସାର୍ ଏଇ ଗ୍ରହ ସିଏ ଅଛି, ସିଏ ଅଛି, ଅମୁକେ ଅଛି। ଏମିତି ଲୋକ ଆସନ୍ତି ମୋ ପାଖକୁ ପଢ଼ିବା ପାଇଁ ବି ଆସି ସିଏ ମୋତେ କହିବେ ସାର୍ ଆପଣଙ୍କ ଜାତକରେ ଏଇଆ ଅଛି କି? ଆରେ ଆପଣ କ'ଣ ଜାଣିଛନ୍ତି ଜ୍ୟୋତିଷ ବିଷୟରେ? ଆପଣ ଏକାଥରେ ପ୍ରେଡିକ୍ସନ୍ କରିବାକୁ ପଳେଇଲେଣି। କିଛି ଜଣା ନଥିବ, ଟିକେ ଏଇଟା ସେଟା ପଢ଼ିକି ଜ୍ୟୋତିଷରେ ଇଣ୍ଟରେଷ୍ଟ ଅଛି, ମୁଁ ଜାଣିଛି ଜ୍ୟୋତିଷ ବିଷୟରେ। ହାତ ଯୋଡ଼ିକି ବିନୀତ ଅନୁରୋଧ କରୁଛୁ ଆଜ୍ଞା, ମୁଁ ତ ଆଉ କିଛି କରିପାରିବିନି। ଏଇଭଳିଆ ଦୈବୀ ବିଦ୍ୟାକୁ ସାଧିବା ପାଇଁ ହେଲେ ଜୀବନ କମ୍ ପଡ଼ିବ। ମୁଁ ପର୍ସନାଲ £1,00,000 ଉପରେ ଦରମା ପାଉଥିଲି। ମୁଁ ଛାଡ଼ିକି ଜ୍ୟୋତିଷରେ ପଶିଛି। କାହିଁ କରିପାରୁନି ତ ଠିକ୍ରେ? ମୋର ତ ଘର ସଂସାର ବି ନାହିଁ। ଏକାଟିଆ ରହି ଦିନକୁ 24 ଘଣ୍ଟା ଗୋଟେ ଘରେ ପଶି ପଢ଼ା ସେ କରିକି ମୁଁ ବି କହୁଛି ଯେ ମୁଁ ଜଷ୍ଟିସ୍ ଦେଇପାରୁନି ଜ୍ୟୋତିଷକୁ। ଯଦିଓ ଓଡ଼ିଶା ଲେଭେଲରେ ମୁଁ ବହୁତ ଆଗେଇ ଗଲିଣି, ବହି ଲେଖାଲେଖି ରିସର୍ଚ୍ଚ କରିକି, କିନ୍ତୁ ଆଇ ଏଟ୍ ଅଲ୍ ଡୁ ନଟ୍ ଥିଙ୍କ ସୋ। ମୁଁ ଲାଗୁଛି ପୂର୍ବଜନ୍ମର କିଛି କର୍ମ ପାଇଁ ମୁଁ ତ କରି ପକାଉଛି। ନା, ଏତେ ସହଜ ନୁହେଁ। ଆପଣ ସବୁବେଳେ ଭୁଲ ପ୍ରେଡିକ୍ସନ୍ କରିବେ। କାହିଁକି କହିଲେ? ଆପଣ ଗୋଟେ ଅସାଧ୍ୟ ଜିନିଷଟାକୁ ଟିକେ ହସି ନାଚି ଡେଇକି ସାଧ୍ୟ କରିଦେବାକୁ ବସୁଛନ୍ତି ଇଲେକ୍ଟ୍ରୋନିକ୍ ମିଡ଼ିଆ ମାଧ୍ୟମରେ। ହେବନି। ମୁଁ ଆଜ୍ଞା ଫରେଷ୍ଟର ଅଫିସର ଥିଲି, ଏବେ ମୁଁ ଜ୍ୟୋତିଷ କରୁଛି। ଯଦି ଆପଣ ଗୋଟେ ଜ୍ୟୋତିଷ ଟ୍ରାଡ଼ିସନ୍ରୁ ଆସୁଛନ୍ତି, କିଛି ଲୋକ ଜ୍ୟୋତିଷ ଟ୍ରାଡ଼ିସନ୍ରୁ ଆସନ୍ତି, ମାନେ ତାଙ୍କ ବାପା ଜ୍ୟୋତିଷ ଥିଲେ, ତାଙ୍କ ଜେଜେବାପା ଜ୍ୟୋତିଷ ଥିଲେ, ତାଙ୍କ ଜେଜେବାପା ଜ୍ୟୋତିଷ ଥିଲେ, ସିଏ ଗୋଟେ ପ୍ରକାର ଚଳିବ। କାହିଁ କହିଲେ? ଏଇଟା ଗୋଟେ ତାଙ୍କର ସମାଜର, ତାଙ୍କର ଗୋଟେ ପାରିବାରିକ ସଂସ୍କାର। ଏଇଟା ମୁଁ ସେଇଟା ମନା କରିବିନି, ଚଳିବା। ତା ବିଭି ରମଣ, KN ରାଉତ IAS ହେଇକି ଜ୍ୟୋତିଷ ହେଇପାରିଲେ, ତ ଆପଣ କାହିଁ ହେଇପାରିବେନି? ଆପଣ ମୋତେ କହିବେ ମୁଁ କାହିଁ ହେଇପାରିବିନି? ନା ହେବେ। ଟ୍ରାଡ଼ିସନ୍ରେ ଥିବାର ଅଛି। KN ରାଉତ 5 ବର୍ଷ ବୟସରୁ ତାଙ୍କ ମାଆଠୁ ଜ୍ୟୋତିଷ ଶିଖିଲେଣି। ମୋ ଭଳିଆ ନୁହେଁ, ମାନେ 35-36 ବୟସ ଜବ୍ ଛାଡ଼ିକି ଜ୍ୟୋତିଷ। ନା, ତା ପୂର୍ବରୁ ତ ମୁଁ ଜ୍ୟୋତିଷ ବିଷୟରେ କିଛି ଜାଣିନଥିଲି। ତ ଯେଉଁମାନେ ଟ୍ରାଡ଼ିସନ୍ରେ ଅଛନ୍ତି, ମୋ ବାପା ଜ୍ୟୋତିଷ ଥିଲେ, ତାଙ୍କ ଜେଜେବାପା ଜ୍ୟୋତିଷ ଥିଲେ, ସେମାନଙ୍କ ପାଇଁ ଏଇ ଯେଉଁ ମୋର ମତଟା ମୁଁ ସମ୍ପୂର୍ଣ୍ଣ ରୂପେ ଫେରାଇ ନେଉଛି। ସେମାନେ କରିପାରିବେ, କାରଣ ସେମାନେ ଦେଖିଲେ, ପିଲାଦିନୁ ଦେଖିଲେ ଜ୍ୟୋତିଷ କ'ଣ। ପଢ଼ିଲେ ଗୋଟେ ପିଲା ଯେତେବେଳେ ତାର ମ୍ୟାଟ୍ରିକୁଲେସନ୍ ପଢ଼ିବଣି, ସେ ସେତେବେଳେ ନବାଂଶ କ'ଣ ଜାଣିଯିବଣି, ମାନେ ଜ୍ୟୋତିଷ ହେଇନଥିବେ କିନ୍ତୁ ଶିଖିଯିବେ, କାରଣ ତାଙ୍କର ସେଇଟା ପାରିବାରିକ ବୃତ୍ତି ଥିଲା। ମୁଖ୍ୟତଃ ଆମର ଜନ୍ମଗତ ବ୍ରାହ୍ମଣମାନଙ୍କର, ଜନ୍ମଗତ
ବୃତ୍ତିଗତ ନୁହେଁ। ଜନ୍ମରେ ଯେଉଁମାନେ ବ୍ରାହ୍ମଣ ହେଇକି ଜନ୍ମ ହୋଇଛନ୍ତି, ଆମେ ଯେଉଁମାନେ ଜ୍ଞାନୀ ପଣ୍ଡିତ ସେମାନଙ୍କୁ ବ୍ରାହ୍ମଣ ବୋଲି କହୁ। ତେଣୁ ବୃତ୍ତିଗତ ନୁହେଁ, ଜନ୍ମଗତ ବ୍ରାହ୍ମଣମାନଙ୍କର ଏଇଟା ଗୋଟେ ମାନେ ପେଶା ଥିଲା। ତ ସେଇମାନଙ୍କ ପରିବାରରୁ ଯଦି କିଏ ଆସିଛନ୍ତି ତାହେଲେ ସେମାନଙ୍କ ପାଇଁ ମୋର ଏଇ ଯେଉଁ ବ୍ରହ୍ମାସ୍ତ୍ରଟା କାମ ଦେବନି, କାରଣ ସେମାନେ କରିପାରିବେ। କିନ୍ତୁ ତାଙ୍କୁ ଛାଡ଼ିଦେଲେ ଏଇ ଯେଉଁ ଆଜିକାଲି ସବୁ ଫାଲତୁ ଇଞ୍ଜିନିୟର ବାହାରୁଛନ୍ତି, ମୁଁ କେବଳ କହୁନି, KN ରାଓ ବି ତାଙ୍କ ବହିରେ ଲେଖିଛନ୍ତି ଯେ ଇଞ୍ଜିନିୟର ମାନେ ତାଙ୍କ ନିଜ ନିଜ ଅନାଂଶ ସବୁ ବାହାର କଲେଣି। ମ୍ୟାଥମେଟିକ୍ସରେ ଜାଣିଛନ୍ତି ତ, ପରମ୍ୟୁଟେସନ୍ କମ୍ପ୍ୟୁଟେସନ୍ ପକାଇ ବାହାର କଲେ, ଆଉ କ'ଣ କିଛି ଦରକାର ନାହିଁ। ଅଳ୍ପ ବିଦ୍ୟା ଭୟଙ୍କରୀ, ଭୟଙ୍କର ତ ନୁହେଁ, ଜୀବନ ବର୍ବାଦ ଆଉ କ'ଣ। ମୁଁ ଦେଖୁଛି ଆଜ୍ଞା ବହୁତ ଗୁଡ଼େ ଏମିତି, ବହୁତ କେସ୍ ଦେଖିଲା ପରେ ବାଧ୍ୟ ହୋଇକି ମୁଁ ଗୋଟେ ଭିଡ଼ିଓ କଲି। ସାର୍ ମୋର ଆଷ୍ଟ୍ରୋଲୋଜିରେ ଇଣ୍ଟରେଷ୍ଟ ଅଛି। ମୁଁ ସେମାନଙ୍କୁ ମୋର ଭିଡ଼ିଓରେ, ଆପଣ ବୋଧେ ଇଂଲିଶ ଆଉ ହିନ୍ଦୀ ଭିଡ଼ିଓ ଦେଖୁଥିବେ ମୋର, ମୁଁ ସେମାନଙ୍କୁ କମେଣ୍ଟ କରି କହୁଛି ଆଜ୍ଞା ଯେ ଆପଣ ଯାହା କରୁଛନ୍ତି କରନ୍ତୁ। କିଏ କହିଲାଣି ମୁଁ ଲ ପଢ଼ିକି ଜ୍ୟୋତିଷ ହେଉଛି, ନା ନା ଇଣ୍ଟରେଷ୍ଟ ନାହିଁ। ମୁଁ ଭାଇ ଇଣ୍ଟରେଷ୍ଟ କହିପାରିବିନି ଯେ ମୁଁ ଭାଇ ଇଣ୍ଟରେଷ୍ଟ ମୋର ଡାକ୍ତରଟେ, ଆଉ ମୁଁ ଗୋଟେ ଇଣ୍ଟରେଷ୍ଟ ଭାଇ ଗୋଟେ ଇଞ୍ଜିନିୟରଟେ କହିପାରିବି କି? କହିପାରିବି ନାହିଁ। ପେଶା ଗୋଟେ ହେବ ନା, ଆଉ ଆପଣ ତାକୁ ଇଣ୍ଟରେଷ୍ଟ ଜାଣିଲେ କ'ଣ ହେବ? ସବୁବେଳେ ଭୁଲ ପ୍ରେଡିକ୍ସନ୍ କରିବେ। ମୋ ପାଖକୁ ଏମିତି ଶହ ଶହ ଜାତକ ଆସିଛି, ସାର୍ ମୁଁ ବି ଟିକେ ଆଷ୍ଟ୍ରୋଲୋଜି ଜାଣିଛି, ସବୁ ଭୁଲ, ସବୁ ଭୁଲ, ଅଳ୍ପ ବିଦ୍ୟା ଭୟଙ୍କରୀ। ସେ ଜଣେ ମୋ ପାଖକୁ ପଢ଼ିବାକୁ ଆସିଥିଲେ, ସେ କହିଲେ ସାର୍ ଆପଣ ଏମିତି ଗୋଟେ କ୍ଲାସ୍କୁ 1000 ଟଙ୍କା ନେଉଛନ୍ତି। ମୁଁ କହିଲେ ମୋ ପାଖକୁ ତ କେହି ଜ୍ୟୋତିଷ ପଢ଼ିବାକୁ ଆସୁନାହାନ୍ତି, ତୁମେ ଆସିଲ ଗୋଟେ ଘଣ୍ଟାଟେ ବସିବ, ମୁଁ ତ ଏମିତି ଜାତକ ଗୋଟେ ଦେଖିଲା ବେଳକୁ କେତେ ପଇସା ନେଉଛି, ଆଉ ତୁମେ 1000 ଟଙ୍କା ଧରେ। ସିଏ ପ୍ରଥମେ ତାଙ୍କ ଜ୍ଞାନ ଲଗେଇକି ମୋତେ ପ୍ରେଡିକ୍ସନ୍ କରି ଆରମ୍ଭ କଲେ। ସାର୍ ଆପଣଙ୍କର ଏଇ ଗ୍ରହଟା ଆତ୍ମକାରକ କି, ସେଇ ଗ୍ରହ କି, ମୋତେ ଭାରି ବିରକ୍ତ ଲାଗିଲା। ଏବଂ 4-5ଟା ପ୍ରେଡିକ୍ସନ୍ କଲା ପରେ ତାଙ୍କ ଠିକ୍ ହେଇଗଲା ଗୋଟେ। ସାର୍ ଏଇଟା ନୁହେଁ, ମୁଁ କହିଲି ନା। ସେଇଟା ନୁହେଁ, ମୁଁ କହିଲି ନା। ଆଉ ସେଇଟା ନୁହେଁ, ନା। ତାପରେ ଆଉ ଗୋଟେ, ହଁ ସାର୍ ମୁଁ ସେଇଟା ଭାବୁଥିଲି, ଆଉ ଆପଣ ଏଇଟା ହିଁ କହିବେ ବୋଲି ଭାବୁଥିଲି। ଦେଖନ୍ତୁ ଏଇ ହେଲା ଜ୍ୟୋତିଷ। ନଟ୍ ଏ, ନଟ୍ ବି, ନଟ୍ ଏ। ଏଇ ଆଉ ଗୋଟେ ପ୍ରକାର ବର୍ତ୍ତମାନ ଏଇଟା ଗୋଟେ ଭାଣ୍ଡାମି ବା ଗୋଟେ ପ୍ରକାର ବଦମାସି, ମୁଁ କୌଣସି କ୍ଷମା କରିବି ଏମିତି ଭାଷାର। ଏଇଭଳିଆ ସବୁ ଯେଉଁ ଇଞ୍ଜିନିୟର ଡାକ୍ତର ନିଜକୁ ଭାବୁଛ ଯେ ଜ୍ୟୋତିଷ ଟିକେ ଆମେ ଏଠୁ ସେଠୁ ପଢ଼ିକି ଶିଖିଯିବୁ, ସବୁବେଳେ ଭୁଲ ହେବ। ଆପଣ ଟ୍ରାଡ଼ିସନାଲ୍ ରହିବା ଉଚିତ। ଯଦି ଆପଣଙ୍କ ଭିତରେ ସେଇଭଳିଆ ସାଧନା ଅଛି ଯେ ଆପଣ ଜଣେ ଗୋଟେ ପ୍ରଫେସନରେ ରହିକି ବି ବହୁତ ଏକ୍ସେପସନାଲ୍, ମାନେ ଆପଣ ଯୋଗ କରିବେ, ସାଧନା କରିବେ, ରେଗୁଲାର ଆପଣଙ୍କର ପଢ଼ା, ସେମିତି ବି ଟ୍ରାଡ଼ିସନାଲ୍ ଫ୍ୟାମିଲିରୁ ହେଇକି ମଧ୍ୟ ଯଦି ଆପଣ ଗୋଟେ ଜ୍ୟୋତିଷ ଫିଲ୍ଡରେ ନ ରହିଲେ ତାହେଲେ ବି ଆପଣ ହ୍ୟାଣ୍ଡେଲ୍ କରିପାରିବେନି। ଆପଣ ଭାବୁଛନ୍ତି ଯେ ଆପଣ ଟିକେ ଏମିତି ୟୁଟ୍ୟୁବ୍ ଦେଖିଦେବେ, ବହି ପଢ଼ିଦେବେ, ନା ବହି ତ କେହି ପଢ଼ୁନାହାନ୍ତି, ଛାଡ଼ନ୍ତୁ, ବହି ପଢ଼ିଲେ ତ ମୁଁ କହନ୍ତି କିଛି ଭଲ ହେଲା, ଆପଣ ଜ୍ୟୋତିଷ ହେଇଯିବେ। ଏଇ ଦଶା ଚାଲିଛି। ମୋତେ ସବୁବେଳେ ଆଜ୍ଞା ମୋତେ ଭୁଲ, ସାର୍ ଆପଣ ଜାଣିଛନ୍ତି ମୋର ଏବେ ଏଇ ଦଶା। ମୁଁ କହିଲେ ଏଇ ଲୋକଟା କେମିତି ଜାଣିଲା? ସେ ତାର ଅଧା ଖଣ୍ଡେ ଜ୍ୟୋତିଷ କରିକି ବସିଛି, ନିଜେ ନିଜେ ଜାତକ ପ୍ରେଡିକ୍ସନ୍ କରୁଛି। ପ୍ରଥମ ଜିନିଷ ହେଲା, ଯେବେ ଆପଣ ଜ୍ୟୋତିଷ ହେବେ ଆପଣଙ୍କ ନିଜ ଜାତକଟା ଆଗ ପଢ଼ିଦେବେ। ମୁଁ କହୁନି, ଆପଣ ଜାଣିଥିବେ ସୁନୀଲ ଜନ୍, ଯିଏ ଏବେ ମୋତେ ଚାହିଁଲେଣି ଯେ କେମିତି ଟାଣିକି ମହାରାଷ୍ଟ୍ରକୁ ନେବେ। ଡେଲି ଇମେଲ୍ ମୋତେ କରୁଛନ୍ତି, ସାର୍ ଆମର ଏଇ ପ୍ରୋଗ୍ରାମକୁ ଆସନ୍ତୁ, ଏ ପର୍ଯ୍ୟନ୍ତ ସେ କରନ୍ତୁ। କାରଣ ସେମାନେ ଦେଉଛନ୍ତି ଭଲ ଟ୍ୟାଲେଣ୍ଟଟା, ଓଡ଼ିଶାରେ ରହି କ'ଣ କରିବେ, ଆମେ ନେଇଯିବୁ ଚେନ୍ନାଇ, ମହାରାଷ୍ଟ୍ର, ଦେ ୱାଣ୍ଟ ମି। ମୁଁ ତା ହାତରେ ଇନଭଲ୍ଭ ହେଇ ରହୁଛି, ବେଶୀ ନୁହେଁ। ସିଏ ବି କୁହନ୍ତି ଯେ ଆମେ ପୋଡ଼ିଦେବୁ ଜାତକଟାକୁ ଜନ୍ମବେଳେ। ତେଣୁ ଏଇ ଯେଉଁ ୟଙ୍ଗଷ୍ଟର ମାନେ ଆସୁଛନ୍ତି ଜେଏନ୍ଜି, ସେମାନେ ନିଜେ ନିଜେ ଏକ୍ସପେରିମେଣ୍ଟ କରିକି ଜ୍ୟୋତିଷଟାକୁ ଗୋଟେ ଅପଭ୍ରଷ୍ଟ କରିଦେଉଛନ୍ତି। ଭେରି ସିଷ୍ଟମାଟିକାଲି, ଆଟଲିଷ୍ଟ ଯଦି ଆପଣ ଆକ୍ଚୁଆଲି ଗୋଟେ ଇଣ୍ଟରେଷ୍ଟ ଅଛି ଯେ ନାଇଁ ମୁଁ ଏବେ ଜବ୍ କରୁଛି, କାରଣ ଜ୍ୟୋତିଷରେ ତ ପଇସା ନାହିଁ। ମୁଁ ଗୋଟେ ଭିଡ଼ିଓ ଆଗରୁ କରିଦେଇଛି, ଗୋଟେ ସଚ୍ଚୋଟ ଜ୍ୟୋତିଷମାନଙ୍କର କଷ୍ଟସାଧ୍ୟ ଜୀବନ। ମୋ ପାଖକୁ ଲୋକ ଆସିବେ, ସାର୍ ଗୋଟେ ରୁଦ୍ରାକ୍ଷର ଇନ୍ଦ୍ରମାଳା ଯଦି ମୁଁ ପକାଇ ଦିଅନ୍ତି ତାହେଲେ ମୁଁ କୋଟିପତି ହେଇଯାଆନ୍ତି। ଆଉ ନା, ମୁଁ କହିଲି ସେମିତି କିଛି ହେବନି ଆଜ୍ଞା, ଆପଣ ଭାଗ୍ୟରେ ଯାହା ଥିବ ମିଳିବନି, କାରଣ ମୁଁ ସଚ୍ଚୋଟ ଜ୍ୟୋତିଷ। ଫାଇନାଲି ଆଉ କେଉଁ ଜ୍ୟୋତିଷ ତାଙ୍କୁ କହିଲେ ସେୟା କରନ୍ତୁ, ସେ କରିକି ମୋ ପାଖକୁ ପୁଣି ଆସି ପହଞ୍ଚିଲେ। ସାର୍ ମୁଁ ଇନ୍ଦ୍ରମାଳା ପକାଇଦେଲି, କାହିଁକି କିଛି ହେଲାନି ତ? ମୁଁ କହିଲି ମୁଁ କହିଥିଲି କି? ସେ 2 ଲକ୍ଷ ଟଙ୍କା ଖର୍ଚ୍ଚ କରି ଗୋଟେ ରୁଦ୍ରାକ୍ଷ ମାଳା ପକାଇଲେ, କିନ୍ତୁ ମୋତେ 10,000 ଟଙ୍କା ଦେଲେନି। ଯେତେବେଳେ ମୁଁ ତାଙ୍କୁ ଗାଇଡ଼ କରିକି ସେ ରୁଦ୍ରାକ୍ଷ ମାଳାଟାକୁ ରିଫ୍ରେମ୍ କରିକି ଦେଲି, କାହିଁକିନା ମୁଁ ତାଙ୍କୁ ଡରେଇ ପାରିଲିନି, ମୁଁ ତାଙ୍କୁ ଠକି ପାରିଲିନି। ମୁଁ ଯଦି ତାଙ୍କୁ କହିଥାନ୍ତି ଯେ ଆପଣ ଇନ୍ଦ୍ରମାଳା ପକାଇବେ, ମୁଁ ଇନ୍ଦ୍ରମାଳା ସିଦ୍ଧ କରିକି ଦେବି, ଆପଣ ଯାହା ଚାହିଁବେ ସେୟା ହେବ। ତେଣୁ ସଚ୍ଚୋଟ ଜ୍ୟୋତିଷମାନଙ୍କର ରୋଜଗାର, ମୋର ତ ଆଜ୍ଞା କିଛି ନାହିଁ ଆଜିକା ଡେଟ୍ରେ। ଘରଟା ବି ମୋର ନାହିଁ, ଘର ଦ୍ୱାର ସଂସାର, ଗାଡ଼ି ବାଇକ୍ ଖଣ୍ଡେ ବି ମୋର ନାହିଁ, ରୋଜଗାର ତ ଛାଡ଼ନ୍ତୁ। ତେଣୁ କଷ୍ଟ। ତେଣୁ ଆପଣ ଯଦି ଚାହିଁବେ ଯେ ମୁଁ ମୋର ଗୋଟେ IAS ଅଫିସର କି OS ଅଫିସର ଅଛି, ମୋର ନିଜର
20 वर्ष आगे कर्म करेंगे आर्मी रे अच्छी बहुत आर्मी लोक भी ज्योतिष को आसुच्च आप देखिए भारतीय विद्याभवन जर्नाल पढ़े पढ़ी 20 वर्ष पर मुझे ज्योतिष हेबी यदि सेमती किसी आप प्लान अच्छी ताले मना करूनी कि सिस्टमेटिकाली पढ़ंतु कौन गोटे इंस्टीट्यूट क्या प्रमोट करूनी से आईकास है भारतीय विद्याभवन है पढ़े जो जो बही जहाँ लिखाई पढ़े जड़े ज्योतिष गुरु गुरु न कले हेनी आप सर मुझे निज कहूँ मैंने मुझे अक्षम हो जाऊँगी गुरु था मुझे प्रचेषा करूँ मत आउरी फ्रुटफुल हो बाहरता मत गाइड करा गोटे जिन आजिका डेट मुझे आपको जो कथा कहूँ 4 वर्ष पढ़ला पर कहूँ जो गुरु जब था से सागे सागे कही दिखते तेणु आपको गाइडेंस करा दरकार हेले सिस्टमेटिक वे आप पढ़े और प्रैक्टिस करने चाहिए तो से मना करी ज्योतिष भी जय हम किंतु जो फड़ंग चली सर मो ज्योतिष इंटरेस्ट अच्छे मुझे शिखला यूट्यूब देखी से यूट्यूब देखिए शिखी जाइए दशा से दशा हम पिशाच जो लगे गोटे लोक मरीज मत सीधा मैंने खाली मुझे ज्योतिष बोली ना खाली बाड़े देवा कथा इच्छा होता है मैंने मन को मन गोटे विराट ज्योतिष विज्ञान सब बाहर करके मो पाक पहुँचते तेणु से तो मुझे पर्सनाली कहीदे पार्टी अन्य भी कहूँ दयाकोरी ज्योतिष ठार दूरे रुहतु हाथ जोड़िक रुद्र महापात्र आपको अनुरोध करुच्ची जदि आप ज्योतिष हबार ना दूरे रुहतु इट इज नॉट ए मैटर ऑफ इंटरेस्ट आप जानी ना ज्योतिष है भर कौन कौन जो परिवर्तन हो जाए कौन कौन कहीं आप कर्म लेवल बहुत चेंज आसो गोटे लोकर मरबार अच्छे आप बंचेदेवे माने कहूनी भाग्य बदल आप आघात करें तो मरीजूरे से खाली आप कहते आप कर्म गुड़ा पलि आस आप अधोगति फटकी हो आपणकर स्त्री संसार यदि आपंकर था मुझे कहीं लोक मोरी पर ही पड़े मध्य खराब हो जाए गोड़ खंडिया हो स्टिच पड़ो एक्सीडेंट हम एमती हुए आप देखिए पिलार देह खराब हो कहीं जानते कर्मटा ट्रांसफर हुए मुझे कहूनी गुरुवर केन राव तेणु ज्योतिष जो आप प्राक्टिस करेंगे फुल टाइम ज्योतिष होगी आप असंभव चेंजेस आसो असंभव मान जो जिनस कि आप केवे भी भावी थे आप एमती हो पारे से हम मो निज अभिज्ञता तो कहले सरबनी कि मुझे देखी भी सत तेणु जब आप फुल टाइम ज्योतिष होना इे गले से फरेस्ट थे LIC थे पलि आसे रात जातक देखीदे कि आप इम्पैक्ट पड़ोनी ज्योतिष भी बदनाम हम आपड़ भी आप पैसा नहीं निःशुल्क देखो मुझे पैसा विरुद्ध नुहे मुझे कहूँ तुम भल पैसा नियंतु गिव गुड सर्विस एंड टेक गुड मनी मुझे प्रिंसिपल चले मत लोक कौन सर आप पैसा नौ देवी प्रथम जिन ज्योतिष नौ पैसा मो खर्च करे ना से बोधे हुए मो मदर अच्छा बही किणवे मोर जी ज्योतिष जी एक्सपेक्ट इन्वेस्टमेंट दरकार मुझे बट मत पाठ पढ़ी के लिखी आप मत पैसा देवे क्या पैसा तेणु पैसा नियंतु किंतु ज्योतिष टाक फुल टाइम रे करूँ सेमती भी आप अभिज्ञता अनु कहूँ ज्योतिष रोजगार होता है जिते पैसा सी आपको अंटबनी भल जदि ऑनेस्ट ओरे भी आप करूँ चलीजे बट ये नुहे तो यही ज्योतिषर कौन वर्ल्ड टाक कौन कह आम यही ज्योतिषर सबकि यही दि वर्ल्ड ऑफ एस्ट्रोलॉजी वर्ल्ड ऑफ एस्ट्रोलॉजर लाइफ ऑफ एन एस्ट्रोलॉजर आपड़ भावुं आप यूट्यूब देखीदे क्या शुणीदे गोटे बहीटे पढ़ीदे रमणकर शिखिजे के भी नुहे आ शिखिले भी मन रखी था आप प्रेडिक्शन ठीक हेनी मत बहुत दिन पूर्व निजर गोटे अभिज्ञता मुझे सेयार कर कहूँ जड़े ज्योतिष कही पाठ पढ़ी ना मो भाया एत एडुकेटेड नुहति एडुकेटेड ना बेसिक क्वालिफिकेशन कहूँ जमी एटलिस्ट मुझे डबल पोस्ट ग्रेजुएट से भाया सी नुहति मैंने +2 लेवल ज्योतिष प्रेडिक्शन भल हुए से कहते आप दैवी शक्ति न हो ताले आप प्रेडिक्शन करेंगे इट इज वेरी ट्रू मोटे निजे अंगे निभे देखी भी आपड़ जब गोटे दिन का जातक देखार अच्छी आपण जातक किसी कहला पर्यंत आप कथबार्ता करूँ बाक्सिधि रुहतु केवल ओम ओम माने जहाँ आप मंत्र किसी उच्चारण करूँ साधना कर सारिके पूजा किंबा साधना कर सारापर माने भारी इंटेन्स साधना आपड़ आसे प्रेडिक्शन आपको माने ग्रह आपको किसी कहला भाया कहे कि से प्रेडिक्शनटा मुझे कहूँ मुझे रिसर्च पेपर लिखी चेक कर इनिशियली जो प्रथम गोटे 2 वर्ष मुझे प्राक्ट करी मो प्रेडिक्शन एत इंटेंसिटी नाला जो स्पिरिचुआलिटी को मुझे भितर पुरेली से आ स्पिरिचुआलिटी गोटे दिन कथा नुहे आप खाइबेनी कथबार्ता हेनी दिन को गोटे वक्त खाइबे
ରାତି ଦିନ ବସିକି ସାଧନା କରିବେ, ମନ୍ତ୍ର ଉଚ୍ଚାରଣ କରିବେ, ଏଟା ଗୋଟେ ଅନ୍ୟ ଦୁନିଆର ଜୀବନ ଏକବା। ଏତେ ସହଜ ବିଲକୁଲ ନୁହେଁ। ଆପଣ ମାନେ ଯେକୌଣସି ଗୋଟେ ପ୍ରଫେସନରେ ଆପଣ ପଶି ଯାଇପାରିବେ। ମୁଁ ତ କହୁଛି ଆଜ୍ଞା, ମୁଁ ନିଜ ଅଭିଜ୍ଞତାରେ କହୁଛି, ମୁଁ ଭୁଲ ହେଇଥାଇପାରେ, କିନ୍ତୁ ଜ୍ୟୋତିଷ ହେଇପାରିବେ ନାହିଁ। ଏକ ତ ତାଙ୍କର କୃପା ଦରକାର, ଆପଣଙ୍କର ସେମିତି ଜୀବନଶୈଳୀରେ ଚେଞ୍ଜ ଦରକାର। ଦେଖିବାକୁ ଗଲେ ବିଲକୁଲ ଭଲ ଲାଇଫ ନୁହେଁ। ଆପଣଙ୍କର ଗୋଟେ ଜାତକ ଯଦି ଦେଖିବାର ଥିବ, ତାହେଲେ ଆପଣଙ୍କର ପିଲା ସ୍ତ୍ରୀ ମାନେ କହିବେ ମାର୍କେଟ ଯିବେ, ଆପଣ ଯାଇପାରିବେନି। ଆପଣ ବସି ଘରେ ଚୁପଚାପ ସାଧନା କରିବାକୁ ପଡ଼ିବ ଆପଣଙ୍କୁ। ତାହେଲେ ଯାଇକି ଆପଣଙ୍କର ସମୟର ଗଣନାଟା ଦୈବୀ ଶକ୍ତି ଦ୍ୱାରା ଠିକ୍ ହେବ। ମୁଁ ଦୈବୀ ଶକ୍ତିକି ଆଗରୁ ମାନୁନଥିଲି ଆଜ୍ଞା। ମୁଁ କହୁଥିଲି କ'ଣ ମ ଏ ତ ଦଶା ଚାଲିଲା, କାଲକୁଲେସନ୍ ହେଲା, ସଫ୍ଟୱେୟାର ଭଲ ନା। ମୁଁ ନିଜେ ଦେଖିଛି, ଆଫ୍ଟର ଦି ସ୍ପିରିଚୁଆଲ ପ୍ରାକ୍ଟିସେସ୍ ୟୁ ଗୋ ଫର୍ ଏ ପ୍ରେଡିକ୍ସନ୍, ଆକ୍ୟୁରେସି ଏକ୍ସେଲେଣ୍ଟ। ମାନେ ସିଏ ମୋ ଟେଲିଫୋନିକ୍ କନସଲଟେସନ୍, କାରଣ ମୁଁ ତ ବହୁତ ମାନେ ଆକ୍ରସ୍ ଗ୍ଲୋବ କନସଲଟେସନ୍ ଦେଉଛି ବେସିକାଲି କାନାଡ଼ା ଲୋକମାନଙ୍କୁ, କାରଣ ମୋତେ ପେପଲ୍ରେ ପେମେଣ୍ଟ କରନ୍ତି। କିନ୍ତୁ ସେ କ'ଣ ହେବ, ମୁଁ ସେ ପେମେଣ୍ଟ ମୁଁ ନିଜ ପାଇଁ ରଖେ ନା, ଆଇ ୱେଷ୍ଟ ଇଟ୍। ବାସ୍ ସେ ତା ବାଟରେ ଯାଏ, ବଟ୍ ମୁଁ ଦେଇଛି, ମୋ ନିଜ ଅଭିଜ୍ଞତାରେ ମୁଁ କହୁଛି, ସେମାନେ ଚକିତ ହେଇଯାଆନ୍ତି ଏକବାର। କିନ୍ତୁ ମୁଁ ସେମାନଙ୍କୁ ଟେଷ୍ଟିମୋନିଆଲ ଲେଖିବାକୁ କହେ ନା ୟୁଟ୍ୟୁବରେ, କିଛି ବାହା କରିବା ଦରକାର ନାହିଁ। ତ ସେଇଭଳିଆ ଆପଣଙ୍କର ଜୀବନଶୈଳୀ ଚେଞ୍ଜ ହେଇ ବହୁତ କଷ୍ଟ କଲା ପରେ ଯେ ଆପଣ ଜ୍ୟୋତିଷ ହେବେ। ଆଉ ସାଇଡ୍ ବିଜନେସ୍ରେ ଆପଣ ଜ୍ୟୋତିଷ ହେଇଯିବେ। ସାର୍ ମୁଁ ଜ୍ୟୋତିଷ ଶିଖିବାକୁ ଚାହୁଁଛି, ଗରିବ ଲୋକମାନଙ୍କୁ ସାହାଯ୍ୟ କରିବେ। କାହିଁ ସାହାଯ୍ୟ କରିବେ ଆପଣ? ସିଏ ଆପଣଙ୍କୁ ଚୁଜ୍ କରିନାହାନ୍ତି ସାହାଯ୍ୟ କରିବାକୁ। କ'ଣ ସାହାଯ୍ୟ କରିବେ ଗୋଟେ ଗରିବ ଲୋକକୁ? ସିଏ ଆସି କହିବ ଆଜ୍ଞା ମୋ ପିଲାର ବାହାଘର ହେଉନି, ଆପଣ ତାକୁ ଦେଖିକି କହିବେ ପିଲାର ବାହାଘର 2 ବର୍ଷ ପରେ ହେବ, ସେ ଶାନ୍ତିରେ ଶୋଇପଡ଼ିବ? ସେ ସେଠୁ କହିବ ନାଇଁ ନାଇଁ ସାର୍, ଆପଣ କିଛି କରୁନାହାନ୍ତି। ତ ଗରିବମାନଙ୍କୁ ସାହାଯ୍ୟ କରିବା, କୌଣସି ଲୋକକୁ ବାଟ ଦେଖାଇବାଟା ସେତେବେଳେ ସମ୍ଭବ ଯେତେବେଳେ ଆପଣ କହିବେ ସେ ଲୋକକୁ ଠିକ୍ ଗାଇଡ୍ କରିପାରିବେ। ତୁ ପୂର୍ବ ଜନ୍ମରେ ଏଇ ଭୁଲ କାମ କରିଛୁ, ଏଇ ଜନ୍ମରେ କର ନା ସୁଧାର। ସେ ଯଦି ଆପଣଙ୍କ କଥା ମାନିଲେ ବି ନାହିଁ, ଆପଣଙ୍କର ଗଲା କଥା। ତେଣୁ ସିଏ ତା କର୍ମରେ ସୁଧାର ଆଣିବ ତ? ଆଣିବନି। ସିଏ କହିବ ମୋର ଆଜ୍ଞା କ'ଣ ଗୋଟେ ରତ୍ନପଥର ଦେଇ କରେଇ ଦେଉନାହାନ୍ତି। ଲୋକମାନଙ୍କର ମନୋବୃତ୍ତି ଏଇଆ। ଯେଉଁ ଲୋକ ଜ୍ୟୋତିଷ, ଏଟା ପରାଶର ବି ନିଜ ଭାଷାରେ କହିଛନ୍ତି, ନିଜର ଇଚ୍ଛା ଥିବ, ସ୍ପୃହା ଥିବ ଯେ ମୁଁ ଜାଣିବାକୁ ଚାହୁଁଛି ଯେ ମୁଁ କ'ଣ ପାଇଁ ଏ ଜୀବନରେ ମୁଁ ଜନ୍ମ ନେଲି। କାରଣ ଆମ କ୍ଷମତା ମୋକ୍ଷ ନା, ଆମେ ଦେହଟାକୁ ଛାଡ଼ିକି କେମିତି ପରମାତ୍ମା ସାଙ୍ଗରେ ମିଶିବା, ଏଇଟା ହେଲା ଆମର ଉଦ୍ଦେଶ୍ୟ। ତ ମୁଁ କାହିଁ ଏମିତି ଜନ୍ମ ନେଲି? ଆଜିକାଲି ଏଠି ଯେଉଁ ଭୋଗିଆ, ମୋ ମତରେ ସେମିତି ଖୁସି ଜିନିଷ ଭୋଗିବା ନାହିଁ। ପ୍ରଫେସର ରୁଦ୍ର ମହାପାତ୍ର କିଛି ନଥାଏ, ମହାପାତ୍ର ଖୁସି। ତେଣୁ ମୋ ପାଖକୁ ଯେଉଁ ଲୋକ ଆସି କାନ୍ଦନ୍ତି, ସାର୍ 2 ଲକ୍ଷ ଟଙ୍କା ନଷ୍ଟ ହେଇଗଲା, ଏଇସବୁ ଛୋଟ ମୋଟ ଜିନିଷ ଆଇ ନେଭର ବଦଲ। କାରଣ ଜୀବନ ମିଳିବାଟା ହିଁ ଇଟସେଲ୍ଫ ବହୁତ, ମଣିଷ ଜୀବନ ମିଳିବାଟା ହିଁ ଇଟସେଲ୍ଫ ବହୁତ। ମୁଁ ତ ଆଜ୍ଞା ଓପନଲି କ୍ୟାମେରାରେ ବି କହୁଛି, ମାନେ ମୁଁ ଭିକ୍ଷା ମାଗିବାଟା କେତେ କଷ୍ଟ ବୋଲି ମୁଁ ସେଟା କରିଛି, ଖାଲି ଜାଣିବା ପାଇଁ। ଏଠୁ ଦୂର ବାଟକୁ ଯାଇଛି, ସେଠି ଯାଇକି ଭିକ ବି ମାଗିଛି। ନଟ୍ ଆଜ୍ ଏ ବେଗର, ଭିକାରୀ ନାହିଁ, ଗୋଟେ ଯୋଗୀ ହିସାବରେ। ଯାହା ପଇସା ହେଇଛି ଠାକୁରଙ୍କ ଦାନରେ ଗଳେଇ ଦେଇକି ପୁଣି ପଳେଇ ଆସୁଛି। ସେ ଅଲଗା କଥା, ମୁଁ ଫ୍ଲାଇଟ୍ରେ ଯାଇଛି, କାରଣ ମୋତେ ଓଡ଼ିଶାର ଲୋକ ବୋଧେ ଚିହ୍ନିଯିବେ। କିନ୍ତୁ ଭିକ ମାଗିବାଟା ବହୁତ କଷ୍ଟ। ଆପଣ ଦେଖନ୍ତୁ, ଭିକାରୀ ତ ଆପଣ ନୁହନ୍ତି, ତ ଏତେ ବ୍ୟସ୍ତ କ'ଣ? ତେବେ ଆପଣ ଲୋକଟିକୁ ସାହାଯ୍ୟ ସେତେବେଳେ କରିପାରିବେ ଯେତେବେଳେ ସିଏ ନିଜର କର୍ମରେ ସୁଧାର ଆଣିବାକୁ ପ୍ରସ୍ତୁତ ହେବ। ଆଉ ଆପଣ କ'ଣ ପଢ଼ିছে, କେତେବେଳେ ଆପଣ ସେତିକି ସିଦ୍ଧି ଥିବା ଦରକାର। ତାପରେ ଆପଣ ସେ ଲୋକଟା ଯିଏ ଆପଣଙ୍କ ପାଖକୁ ଆସୁଛି, ତାର ଏଇଭଳିଆ ଇଣ୍ଟେନସନ୍ ଥିବା ଦରକାର, ତାହେଲେ ଯାଇ ହେବ। ମୋ ପାଖକୁ ଲୋକ ଆସି କହୁଛନ୍ତି, ସାର୍ ଆପଣ ଗୋଟେ ଏମିତି ତନ୍ତ୍ରବିଦ୍ୟା କରନ୍ତୁ ଯେମିତି ଆମର ଏ କର୍ମ ହେଇଯିବ। ମୁଁ କହିଲି ପସିବଲ୍ ଯେ ମହାଦେବଙ୍କ ପାଖରେ ସେତିକି, ମାନେ ଭଗବାନଙ୍କ ପାଖରେ ସେତିକି ଅଛି ଯେ ଆପଣଙ୍କର କିଛି ଗୋଟେ ଏକ୍ସଟ୍ରା କର୍ମ ହେଇକି ଆପଣଙ୍କ ଯେଉଁ ଚାହୁଁଛନ୍ତି ଆପଣଙ୍କ ମନସ୍କାମନାଟା ପୂରଣ ହେଇଯିବ। କିନ୍ତୁ ଆପଣ ଭାବୁଛନ୍ତି ସେଇଟା ପରମାନେଣ୍ଟ ହେଲା କି? ନାଇଁ ନାଇଁ, ଆଉ ତାର ନେଗେଟିଭଟା ଆଉ ଗୋଟେ କେଉଁଠି ହେଇଯିବ। ଲୋକ ସବୁ ସେମିତି ଜଣେଇବାକୁ ଚାହୁଁନାହାନ୍ତି। କିଏ ସବୁ ଏ ଜିନିଷରେ ପଶୁଛି, ଯେଉଁଠି ଆମର କାମ ହେଇଗଲା ଗଲା। ତ ଏଇଟା ଆପଣ ଜ୍ୟୋତିଷ କ'ଣ ସାହାଯ୍ୟ କରିବେ? ଆପଣ ପଇସାଟା ନେବେ, ଦେଖିବେ ତାର କ'ଣ ଦଶା ଫସା ଚାଲିଛି, ଦେଖିବେ ଗୋଟେ କ'ଣ ରିମେଡ଼ି କରିଦେଲେ ତା କାମ ହେଇଗଲା ଗଲା, ଏଇ ତ। ତେଣୁ ଏଟାର ବିଜନେସ୍। ଜ୍ୟୋତିଷ ଆପଣ ଶିଖିକି କେବେ ବି କାହା ସାହାଯ୍ୟ ସୋସିଆଲ ମନୋବୃତ୍ତିରେ ଯାଆନ୍ତୁନି। କିନ୍ତୁ ଆପଣ ଆଗ ନିଜେ ଜ୍ୟୋତିଷଟାକୁ ଠିକ୍ରେ ଶିଖନ୍ତୁ। ମୁଁ ତ କହିବି ଆଜ୍ଞା, ଜ୍ୟୋତିଷ ବିଦ୍ୟା ଠିକ୍ରେ ଶିଖିବାକୁ ହେଲେ ଆପଣ ସେ ଗୁରୁବାର କେନ୍ ରାଓଙ୍କ ଭଳି ହେବାକୁ ପଡ଼ିବ। ଘର ସଂସାର ଛାଡ଼ିକି ଏକାଠି। ଗୁରୁବାର କେନ୍ ରାଓ କେବେ ବି ସଂସାରରେ ଥିଲେ ଏମିତି ହେଇପାରିନଥାନ୍ତେ, ସେ ନିଜେ କନଫେସ୍ କରିଛନ୍ତି। ଯେହେତୁ ଏକାଙ୍ଗୀ ଲୋକ, ତେଣୁ ହେଲେ ଏତେ ଡେଡିକେସନ୍ କରିବାକୁ ପଡ଼ିବ। ଆଉ ଆପଣ ୟଙ୍ଗ ପିଲା ଗୁଡ଼ା ସେ ଗାର୍ଲଫ୍ରେଣ୍ଡ ସାଙ୍ଗରେ ବୁଲି ସେ କରି ଗୋଟେ ମଜା ପାର୍ଟିରେ ୟୁଟ୍ୟୁବ୍ ଦେଖିକି ଜ୍ୟୋତିଷ ହେଇଯିବ, କେବେ ବି ହେବନି। ମନେ ରଖିଥାନ୍ତୁ, ଆପଣ ନିଜର କ୍ଷତି କରୁନାହାନ୍ତି ଏତଦ୍ୱାରା। ଯେଉଁ ଲୋକରେ ପ୍ରେଡିକ୍ସନ୍ କରୁଛନ୍ତି, ନିଜରେ ବି ଯେଉଁ ପ୍ରେଡିକ୍ସନ୍ କରୁଛନ୍ତି, ସବୁତକ ଭୁଲ। ଇଟ୍ ଇଜ୍ ଆନ୍ ଏକ୍ସଟ୍ରିମ୍ ଡିଫିକଲ୍ଟ ଟାସ୍କ ଟୁ କାଲକୁଲେଟ୍ ଟାଇମ୍। ସମୟକୁ ଆପଣ ଗଣିବାକୁ କିଏ?
କାଲି ସକାଳେ କ'ଣ ହେବ କି ଏଇ ସାଙ୍ଗେ ସାଙ୍ଗେ ଭୂମିକମ୍ପ ହେବ ମୁଁ ଜାଣିଛି। ତେଣୁ ସେତିକି ଆପଣ ଜାଣିବାକୁ ହେଲେ ଆପଣଙ୍କୁ ସବୁବେଳେ ଟାଇମ୍ ଆଉ ସ୍ପେସ୍ ସାଙ୍ଗରେ କନେକ୍ଟେଡ୍ ହେଇକି ରହିବାକୁ ପଡ଼ିବ। ଅଦର ୱାର୍ଲଡ ଏଇ ଜଗତ ଆଉ ପରାଜଗତ ବିଷୟରେ। ଆଉ ସେଥିପାଇଁ ଆପଣଙ୍କୁ ସେଇଭଳିଆ ସାଧନା ସେଇଭଳିଆ ଜୀବନଶୈଳୀ ଦରକାର। ଆଉ ଆପଣ ଇଞ୍ଜିନିୟର ଅଛନ୍ତି ଜ୍ୟୋତିଷ ଇଣ୍ଟରେଷ୍ଟ, ଡକ୍ଟର ଅଛନ୍ତି ଜ୍ୟୋତିଷ ଇଣ୍ଟରେଷ୍ଟ, କ'ଣ ଏସବୁ ଫଡ଼ଙ୍ଗ ଚାଲିଛି? ହଉ, ବହୁତ ରାଗ ଆକ୍ରୋଶ ଥିଲା ଆପଣଙ୍କ ଆଗରେ କାଢ଼ିଦେଲି। ହାତ ଯୋଡ଼ି ବିନୀତ ଅନୁରୋଧ କରୁଛି ଆଜ୍ଞା, ଯଦି ଜ୍ୟୋତିଷ ହେବାକୁ ଚାହୁଁଛନ୍ତି ଆପଣଙ୍କ ଭିତରେ ତ ସିଏ ତ ଚାହିଁଲେ ହେଇପାରିବେ, ସେ ଇଚ୍ଛା ଯଦି ଅଛି ତାହେଲେ ହିଁ ଜ୍ୟୋତିଷ ହୁଅନ୍ତୁ। ସବୁକିଛି ଛାଡ଼ି ଛୁଡ଼ାକି ଜ୍ୟୋତିଷ ହୁଅନ୍ତୁ। ଏଇଟା ଗୋଟେ ଯୋଗୀ ଭଳିଆ ଜିନିଷ। ପଇସା ମିଳିବନି ଆପଣଙ୍କୁ ସାଧନା କରିବାକୁ ପଡ଼ିବ। ପଇସା କାହିଁ ମିଳିବନି କହିଲେ? ଆପଣ ଯେତେ ପଇସା ମିଳିବ ସେ ମାୟାରେ ପଶିଯିବେ ପରା। ଆପଣ ମୋକ୍ଷ ଆଡ଼କୁ ଯିବାର ଅଛି। ତେଣୁ ଆପଣ ଯଦି କିଏ ଚୁଜ୍ କଲେ ଭଗବାନ ଆପଣ ଜ୍ୟୋତିଷ ହୁଅନ୍ତୁ ବୋଲି, ସେ ଆପଣଙ୍କୁ ମୋକ୍ଷ ଆଡ଼କୁ ନେବାକୁ ଚେଷ୍ଟା କରିବେ। ସେ କେବେ ବି ଆପଣଙ୍କୁ ଏ ମାୟାରେ ପଶେଇବେନି। ତେଣୁ ଆପଣଙ୍କ ପଇସା ଆସିବନି, ସଂସାର ସୁଖ ମିଳିବନି, କିଛି ନାହିଁ। ତାହେଲେ ଯାଇକି ଆପଣ କିଛି ଗୋଟେ ଅନ୍ୟ ଲୋକର କର୍ମ ସହିତ ଖେଳିପାରିବେ ଏବଂ ହୁଏତ ସେଇଟା ଆପଣଙ୍କର ଭଗବାନ ଚାହିଁଲେ ହେଇପାରିବ। କହିବାର ଉଦ୍ଦେଶ୍ୟ, ଆପଣ ଯେଉଁ ଜିନିଷଟାକୁ ଗଲିର କ୍ରିକେଟ୍ ବୋଲି ଭାବୁଛନ୍ତି, କ୍ରିକେଟଟା ବହୁତ ପପୁଲାର, ସେଇ ବିଷୟରେ ମୁଁ କହୁଛି। ସେଇଟା ଗୋଟେ ଇଣ୍ଟରନ୍ୟାସନାଲ ଇସ୍ୟୁ ବା ଇଣ୍ଟରନ୍ୟାସନାଲ କ୍ରିକେଟ୍ ବୋଲି ଜିନିଷ। ଆପଣ ତାକୁ କହିଲେ ମୁଁ ହସି ଖେଳି କରିଦେବି, ହେବନି। ଖରାପ ଭାବିବେନି ଆଜ୍ଞା, ଜ୍ୟୋତିଷ ମୋର ପୈତୃକ ସମ୍ପତ୍ତି ନୁହେଁ। ଯେଉଁଟା ମୁଁ ଦେଖୁଛି, ଦେଖି ଆସୁଛି, ଏଇଭଳିଆ ସବୁ ହରେଣ୍ଡସ୍ ହାବକ୍ ହେଉଛି ଅଧା ଖଣ୍ଡିଆମାନଙ୍କ ଦ୍ୱାରା, ସେମିତି କରନ୍ତୁ। ଆପଣ ଇଞ୍ଜିନିୟର ଯଦି ଆପଣ ଜ୍ୟୋତିଷ ପଢ଼ନ୍ତୁ, ଆପଣ କୁହନ୍ତୁନି ଯେ ମୋର ଇଣ୍ଟରେଷ୍ଟ ଅଛି ଇଏ ସିଷ୍ଟମାଟିକାଲି ପଢ଼ନ୍ତୁ, ରିସର୍ଚ୍ଚ କରନ୍ତୁ, ଇଏ କରନ୍ତୁ, ବହି ପଢ଼ନ୍ତୁ। ବହି ଲେଖୁନାହାନ୍ତି, ବହି ବି ଲେଖନ୍ତୁ, କିନ୍ତୁ ବହି ଲେଖିଦେଲେ ପ୍ରେଡ଼ିକ୍ସନ୍ ହେବନି। ବହୁତ ଲେଖକ ଅଛନ୍ତି ଯେଉଁମାନେ ପ୍ରେଡ଼ିକ୍ସନ୍ କରନ୍ତିନି। ମୁଁ ତ ନିଜେ ଲେଖିକି ଆପଣଙ୍କ ବିଷୟରେ ଆପଣ ଲେଖିଛନ୍ତି ନା ଆପଣଙ୍କର ସେଇଭଳିଆ ଜୀବନଶୈଳୀ ଦରକାର ଜ୍ୟୋତିଷ ହେବା ପାଇଁ ହେଲେ। ତେଣୁ ସେଇଭଳିଆ ସାଧନା ସେଇଭଳିଆ ତ୍ୟାଗ ଆପଣଙ୍କ ଭିତରେ ଅଛି ତାହେଲେ ଜ୍ୟୋତିଷ ପାଇଁ ଆଗାନ୍ତୁ। ଆପଣଙ୍କର ବୟସ ଯାହା ବି ହେଉନା କାହିଁକି, ଆପଣଙ୍କ ବୟସରେ 50 ବର୍ଷ ହେଲାଣି, ମୁଁ ଏବେ ଟିକେ ଜ୍ୟୋତିଷ ଶିଖି କରିବି, 25 ବର୍ଷ ହେଲାଣି, କିଛି ନାହିଁ। ଜ୍ୟୋତିଷ ଶିଖିବା ମାନେ ସବୁକିଛି ଛାଡ଼ି ଛୁଡ଼ାକି ଫୁଲ୍ ଟାଇମ୍ ଜ୍ୟୋତିଷରେ ପଶିବେ, ତାହେଲେ ଯାଇକି ହେବ। ଫୁଲ୍ ଟାଇମ୍ ଜ୍ୟୋତିଷରେ ପଶିବେ, ତା ପାଇଁ ଖାଲି ତ ଜ୍ଞାନ ହେଇଗଲେ ହେବନି, ଧ୍ୟାନ ଦରକାର, ପୂଜା ପାଠ, ଏସବୁ ଯେଉଁ ସାତ୍ତ୍ୱିକ ଜୀବନଶୈଳୀ, କେତେ ଜିନିଷ ଅଛି ଯେଉଁଟାକି ମୁଁ କହିବି ଗୋଟେ ଗୁରୁର ଗାଇଡାନ୍ସ, ତାହେଲେ ଯାଇକି ଆପଣ ଜ୍ୟୋତିଷ ହେଇପାରିବେ। ଆଉ ବାକ୍ସିଦ୍ଧି ବେଳେବେଳେ ଏତେ ବି ଆସିଯାଏ ଯେ ଆପଣ ଗୋଟେ ଲୋକକୁ ଯଦି କହିଦେବେ ଏ ତୁ ଯା, କାଲି 10ଟା ବେଳେ ତୋର ପୁଅର ଦେହ ଭଲ ହେଇଯିବ, କାହିଁକିନା ଆପଣଙ୍କ ସାଙ୍ଗେ ଗୋଟେ ଦୈବ ଶକ୍ତି କାମ କରେ। ଆପଣ କୌଣସି ପ୍ରକାର ବ୍ଲାକ୍ ମ୍ୟାଜିକ୍ କି ପ୍ରମୋଟ୍ କରୁନି। ମୋ କଥାରେ ମୁଁ ସେତେ ପ୍ରମ୍ପ୍ଟ ନୁହେଁ, ମୋ ଅଭିଜ୍ଞତା ଯେଉଁଥିରେ କମ୍, କିନ୍ତୁ ମୁଁ ଦେଖିଛି ଅନ୍ୟ ଆଷ୍ଟ୍ରୋଲଜରମାନଙ୍କୁ। ଏଇ ହେଲା ଜ୍ୟୋତିଷ ଆଜ୍ଞା, ଏଇ ହେଲା ଜ୍ୟୋତିର୍ବିଦ, ଏଇ ହେଲା ଜ୍ୟୋତିଷର ଦୁନିଆ। ସେଠି ମୁଁ ୱାର୍ଲଡ କହୁଥିଲି, ଆଷ୍ଟ୍ରୋଲୋଜିକାଲ ୱାର୍ଲଡ। ଏତେ ସହଜ ନୁହେଁ। ଏଥିରେ ଯଦି ଆପଣ ପଶିବାକୁ ଚାହୁଁଛନ୍ତି, ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ ହେଇଯିବ। ମୁଁ ତ ନିଜେ ଯାଇକି ଏକ ବର୍ଷେ ଆଶ୍ରମ ରହିକି ଆସିଛି କୋଏମ୍ବାଟୁରେ। ଏଇ ଡ୍ରେସ୍ ଆଜି ପର୍ଯ୍ୟନ୍ତ ମୁଁ ପିନ୍ଧୁଛି 2018ରୁ। ଖାଇବା ନାହିଁ, ପିଇବା ନାହିଁ, ସାଧନା କର, ସକାଳୁ ଉଠି ଦୌଡ଼ ମାନେ କାମ କରିବାରେ, ମାନେ ଯିଏ କମ୍ପ୍ୟୁଟରରେ ଏସିରେ ବସି ଫ୍ଲାଇଟ୍ରେ କାମ କରିବା ଲୋକ, ସେ ଲୋକଙ୍କର ଜୋତା ଉଠେଇଛି ଯାଇକି ମୁଁ। ଆପଣଙ୍କର ଇଗୋଟାକୁ ଆଗ ମାରନ୍ତୁ। ତେଣୁ ଏଇଟା ଗୋଟେ ବିଲକୁଲ ସହଜ ବିଦ୍ୟା ନୁହେଁ, ବହୁତ କଷ୍ଟ। ମହାଦେବ ଚାହିଁଲେ ମୁଁ ହେଲି, ସେମିତି କୌଣସି ମହାଦେବ ଭଗବାନ ଚାହିଁଲେ ଆପଣ ହେବେ, କିନ୍ତୁ ଆପଣଙ୍କ ଭିତରେ ସେତିକି ଡେଡିକେସନ୍ ରହିବାର ଅଛି ଯେ ନା, ଆଉ ଜୀବନରେ କିଛି ନାହିଁ, ମୁଁ ଜ୍ୟୋତିଷ ହେବି। ଦୟାକରି ଏସବୁ ଇଣ୍ଟରେଷ୍ଟ ଜିନିଷରୁ ଦୂରେଇ ରୁହନ୍ତୁ। ମୋତେ ଆଜ୍ଞା ବହୁତ ଘୃଣା ଲାଗୁଛି ଏବଂ ମୁଁ ସାଧାରଣ ଜନତାମାନଙ୍କୁ ବି କହୁଛି, ଯଦି ଏଇଭଳିଆ କୌଣସି ଅନକ୍ୱାଲିଫାଏଡ୍ ଆଷ୍ଟ୍ରୋଲୋଜର ଆପଣଙ୍କୁ ଦେଖୁଛନ୍ତି, କହୁଛନ୍ତି, ଭୁଲ ଭାଲ ପ୍ରେଡିକ୍ସନ୍ କରୁଛନ୍ତି, ଆପଣ ତାଙ୍କ ଆଗରେ ସେଇଟା କେସ୍ ଫାଇଲ୍ କରନ୍ତୁ ଆଣ୍ଟି ବ୍ଲାକ୍ ମ୍ୟାଜିକ୍ ଆକାଉଣ୍ଟରେ। ମୋତେ ଲାଗୁଛି ଟିକେ ଏନଫୋର୍ସ କଲେ ଲୋକ ଡରିବେ। ଆଉ କୌଣସି ଲୋକ ଆଜ୍ଞା ଆପଣଙ୍କ ଜ୍ୟୋତିଷ ଦ୍ୱାରା ଉପକୃତ ହେବାକୁ ବସିନାହାନ୍ତି। ପ୍ରାକ୍ଟିକାଲ କଥା ହେଲା ଏଇଆ। ଉପକୃତ ସେଇ ଲୋକ ହେବ ଯେ କର୍ମ ଉପରେ ନିଜର ଚାର୍ଜ ନେବାର, ତାକୁ ତା ଗୁରୁ ହିଁ କହିଦେବେ ଯେ ତୁ ଏଇ ଭୁଲ କରିଛୁ। ସ୍ପିରିଚୁଆଲ ଗୁରୁମାନଙ୍କ ଜ୍ୟୋତିଷ ଦରକାର ନାହିଁ, ଯୋଗୀ ସେଇ ଜିନିଷ ଦେଖିପାରିବେ ଯେଉଁ ଜିନିଷ ଆମେ ଦେଖିପାରିବୁନି। ତେଣୁ ଦୟାକରି ଜ୍ୟୋତିଷଟାକୁ ଏତେ ଲାଇଟଲି ନେଇକି ମନେ ମନେ ଶିଖିବାକୁ ଚେଷ୍ଟା କରନ୍ତୁନି। ସାର୍ ମୁଁ ଆସିବି, ଟିକେ ଶିଖିଦେବି, ପଢ଼େଇବି, ଟିକେ ବହି ପଢ଼ି ଦେଉଛି, ଟିକେ ୟୁଟ୍ୟୁବ୍ ଦେଖି ଦେଉଛି, ଜ୍ୟୋତିଷ ଅଛି। ଆପଣମାନେ କ'ଣ, ଆପଣମାନେ ଗୋଟେ ପ୍ରକାର ଜ୍ୟୋତିଷର ମାନେ ଭୁଲ ସୂତ୍ରଧର। ଆପଣମାନେ ଜ୍ୟୋତିଷ ସୂତ୍ରଧର ପାଇଁ ଯୋଗ୍ୟ ନୁହନ୍ତି। ଜ୍ୟୋତିଷ ହେବେ, ଫୁଲ୍ ଟାଇମ୍ ଜ୍ୟୋତିଷ ହୁଅନ୍ତୁ। ନିଜର ଜୀବନକୁ ଆଗ ନିଜକୁ ରେଡ଼ି କରନ୍ତୁ, ଯେମିତି ବକ୍ସିଂ ଖେଳିଲା ବେଳେ
ଆଗ ନିଜର ବଡ଼ି ଫଡ଼ି ବନେଇକି ମାଡ଼ ଖାଇବା ପାଇଁ ଚେଷ୍ଟା କରନ୍ତୁ, ତାପରେ ଅନ୍ୟକୁ ବାଡ଼େଇବେ। ମୁଁ ବକ୍ସିଂରେ ପ୍ରମୋଟ୍ କରୁନି, ଯେହେତୁ ନିଜେ ବକ୍ସିଂ କରୁଥିଲି ସେଥିଲାଗି କହୁଛି। ତେଣୁ ସେଇଭଳିଆ ଆପଣମାନେ ଯେତେବେଳେ ଗୋଟେ ଜ୍ୟୋତିଷ ହେବାକୁ ଚାହୁଁଛନ୍ତି, ଆଗ ନିଜର ଜୀବନରେ ସୁଧାର ଆଣିବେ ଯେତିକି, ତାପରେ ଯାଇକି ହେବ। ମୁଁ ଲେଖିକି ଦେଇଦେଉଛି ଆଜ୍ଞା, ସେ ଇଣ୍ଟରେଷ୍ଟ ଫିଣ୍ଟରେଷ୍ଟରେ କିଛି ହେବନି। ହଁ, ଯେଉଁମାନଙ୍କର ସିଷ୍ଟମାଟିକ୍, ଯେଉଁମାନେ ପଢ଼ୁଛନ୍ତି, ଯେଉଁମାନେ ଜ୍ୟୋତିଷ ପ୍ଲାନ୍ ହେବା ପାଇଁ ପ୍ଲାନ୍ କରୁଛନ୍ତି, କିମ୍ବା ଯେଉଁମାନେ ଜ୍ୟୋତିଷ ପରିବାରରୁ ଆସିଛନ୍ତି, ସେମାନଙ୍କ ପାଇଁ ମୋ କଥାଟା ଲାଗୁ ହେବନି। ସେମାନେ କରିପାରିବେ, କାରଣ ଜ୍ୟୋତିଷ ପରିବାର ହେବା ପାଇଁ ଗୋଟେ ଦୈବ ଶକ୍ତି ଅଛି ତାଙ୍କ ପରିବାର ଉପରେ। ତେଣୁ ସେମାନଙ୍କୁ ସେମାନେ କରିପାରିବେ, ସେମାନେ ପିଲାଦିନୁ ଶିଖି ଆସିଛନ୍ତି। ଆମ ଭଳିଆ ଲୋକ ଯେଉଁମାନେ ଯେଉଁ ଦେଖୁଛେ, ମୁଁ ଇନଫୋସିସରେ ଇଞ୍ଜିନିୟର, ଜ୍ୟୋତିଷରେ ଇଣ୍ଟରେଷ୍ଟ, ଏସବୁ ଭଲ ଲାଗେ। ହଉ, ବାରମ୍ବାର ସେ କଥାକୁ କେତେ ରିପିଟ୍ କରିବି। ଆଶା କରେ ଯେ ଆପଣ ମୋ କଥାଟାକୁ ବୁଝିବେ ଆଉ ଏସବୁ ଜିନିଷ ଦୂରେଇ ରହିବେ। ନହେଲେ କାଲି ସକାଳେ ନିଜେ ନିଜର ପ୍ରେଡିକ୍ସନ୍ କରିବେ, ସ୍ତ୍ରୀ ପିଲା ଛୁଆ ପ୍ରେଡିକ୍ସନ୍ କରିକି ଜ୍ୟୋତିଷକୁ ବଦନାମ କରିବେ, ନିଜେ ହଇରାଣ ହେବେ। କେବେ ବି କରିବେନି। ଅଧିକ କିଛି ଜାଣିବାକୁ ଚାହୁଁଛନ୍ତି ଜ୍ୟୋତିଷ ବିଷୟରେ, ଜ୍ୟୋତିଷ ହେଲେ କ'ଣ କ'ଣ ହେବ, ମୁଁ ମୋ ନିଜ ଅଭିଜ୍ଞତା ଆପଣଙ୍କୁ ପର୍ସନାଲି କେତେବେଳେ ମୋ ପାଖକୁ ଆସିଲେ ମୁଁ କହିଦେଇପାରିବି। ଏଠି କହିବା ଦରକାର ନାହିଁ। ଏଠି ମୋର ଗୋଟିଏ ଉଦ୍ଦେଶ୍ୟ, ଜ୍ୟୋତିଷ ଗୋଟେ ଇଣ୍ଟରେଷ୍ଟର ଟପିକ୍ ନୁହେଁ। IPL ହେଇନାହିଁ କି ସିନେମା ହେଇନାହିଁ କି ଯାଇକି କେଉଁ ହୋଟେଲ ରେଷ୍ଟୁରାଣ୍ଟରେ ଖାଇବା କଥା ହେଇନି, ଯେ ଗୋଟେ ଇଣ୍ଟରେଷ୍ଟ ଟିକେ ଖାଇବା ପିଇବା ଏସବୁ ନା। ଇଟ୍ ଇଜ୍ ଏକ୍ସଟ୍ରିମଲି ଡିଫିକଲ୍ଟ ଜବ୍। ବହୁତ ଏମିତି ମାନେ ତାନ୍ତ୍ରିକ ଅଛନ୍ତି ଯେଉଁମାନେ ଜ୍ୟୋତିଷ ବି କରିପାରନ୍ତିନି। ତ ଛାଡ଼ନ୍ତୁ, ଆପଣ ସେଥିରେ ପ୍ରସ୍ତୁତ ନିଜକୁ କଲା ପରେ ହିଁ ଜ୍ୟୋତିଷ ଦିଗରେ ଆଗାନ୍ତୁ। ଦୟାକରି ମୋ କଥାକୁ ଖରାପ ଭାବିବେ ନାହିଁ। ଯଦି ଆପଣ ସେଇଭଳିଆ ଆଗେଇଲେ, କାଲି ସକାଳେ ମୁଁ ଥାଏ କି ନଥାଏ ଆଜ୍ଞା, ଆପଣ ଜୀବନରେ ଆଗେଇବେ। ଯଦି ଆପଣ ଏକାଗ୍ରତା, ଗୋଟିଏ ଚିତ୍ର ରଖିବା ଯେ ମୁଁ ଜ୍ୟୋତିଷଟିଏ ହେବି, ସରିଲା। ନିଜେ ପଢ଼ିବି, ନିଜେ କରିବି, ମୋତେ ଦିନକୁ 5 ଟଙ୍କା ମିଳିବ, ତାହେଲେ ଓକେ। ଆଉ ଇଆଡ଼େ ମୁଁ IAS ଅଫିସର, ସିଆଡ଼େ କମ୍ପାନୀ ସେକ୍ରେଟାରୀ, ଜ୍ୟୋତିଷର ଅଧା ଖଣ୍ଡିଆ ଜାଣିଛନ୍ତି, ଏସବୁ ଜିନିଷକୁ ମୁଁ ପର୍ସନାଲି ବହୁତ ଘୃଣା କରେ, ଉଚିତ ବି ଭାବ ନୁହେଁ। ଏଇଟା ଏତେ ସହଜ ନୁହେଁ। ଆପଣ ମେଡ଼ିକାଲ ପ୍ରଫେସନ୍ ହେଇପାରିବେନି, ମାନେ ପାର୍ଟ ଟାଇମ୍ ଆପଣ ଡକ୍ଟର ହେଇପାରିବେନି। ଆପଣ ଡକ୍ଟର ସେଟା ପାର୍ଟ ଟାଇମ୍ କରିବେ, ସେଇଭଳିଆ ପାର୍ଟ ଟାଇମ୍ ହେଲା ଭଳିଆ ଜିନିଷଟା ଜ୍ୟୋତିଷ ନୁହେଁ। ଦୟାକରି ଏ ସବଜେକ୍ଟର ମର୍ଯ୍ୟାଦା ରଖନ୍ତୁ। ଆଉ ନିଜର ସେତିକି ଯଦି ଶକ୍ତି ଅଛି ଆପଣଙ୍କ ଭିତରେ, ଆଉ ପରମାତ୍ମାଙ୍କର କୃପା ଅଛି, ତାହେଲେ ଜ୍ୟୋତିଷ କରନ୍ତୁ। ନହେଲେ ଜ୍ୟୋତିଷ ହେବାଟା ବହୁତ ସବୁଆଡ଼ୁ କଷ୍ଟ ଆଜ୍ଞା। ନାହିଁ ଆପଣ ମାନେ ମେଟେରିଆଲିଷ୍ଟିକ୍ ଡେଭଲପ୍ ବହୁତ କଷ୍ଟ ଅଛି ତା ଭିତରେ। ଆଉ ସେତିକି ପ୍ରସ୍ତୁତ ହେଇକି ବସନ୍ତୁ, ନହେଲେ ଜ୍ୟୋତିଷକୁ ବିଲକୁଲ ବଦନାମ କରନ୍ତୁ ନାହିଁ। ପୁନଶ୍ଚ କହି ରଖୁଛି, ମୁଁ କାହାକୁ କଷ୍ଟ ଦେବାକୁ ଚାହୁଁନି, କିନ୍ତୁ ଦୟାକରି ଜ୍ୟୋତିଷର ମର୍ଯ୍ୟାଦାଟା ରଖନ୍ତୁ। ଆକୁ ଏମିତି ସାଇଡ୍ ଇଣ୍ଟରେଷ୍ଟ ଟିକେ ଅଧା ଖଣ୍ଡିଆ କରି ଜାଣନ୍ତୁ ନାହିଁ। ତା ଅପେକ୍ଷା ଆପଣ ବିଲକୁଲ ଜାଣନ୍ତୁନି। ଆପଣ କୁହନ୍ତୁ ମୁଁ ଜ୍ୟୋତିଷ ଜାଣିନି, ମୁଁ ଗୋଟେ ଜ୍ୟୋତିଷ ପାଖକୁ ଯିବି। ଏ ଅଧା ଖଣ୍ଡିଆ ହେଇକି ସମ୍ପୂର୍ଣ୍ଣ ରୂପେ ନହେଲେ ପାଠଟା ମର୍ଯ୍ୟାଦା ନଷ୍ଟ କରନ୍ତୁ ନାହିଁ। ହଉ, ବହୁତ ହେଇଗଲା, ବହୁତ ସମୟ କହିଲି। ଆପଣଙ୍କର ଯଦି କିଛି ଥାଏ ଡାଉଟ୍ କିମ୍ବା କିଛି ସଜେସନ୍, ଦୟାକରି କମେଣ୍ଟ ବକ୍ସରେ ଲେଖିବେ। ମୋତେ କିଛି ପ୍ରଶ୍ନ ପଚାରିଦେବେନି ଯେ ସାର୍ ଆପଣ ମଙ୍ଗଳ ଗ୍ରହଟା ଆମର ଅଛି ଏଇ ଲଗ୍ନରେ, ଟିକେ ସେଗୁଡ଼ା ସବୁ କିଛି ରିପ୍ଲାଏ କରିବେନି, କିଛି ରିପ୍ଲାଏ କରିବେନି। ଆପଣ ଯଦି କିଛି ଗୋଟେ ଇନଫର୍ମେସନ୍ ସେୟାର କରିବାକୁ ନାହିଁ ସାର୍ ଆପଣଙ୍କର ମତ ଏଇଆ, କିନ୍ତୁ ଆଉ କେଉଁ ଆଷ୍ଟ୍ରୋଲଜରମାନଙ୍କର ମତ ଏଇଆ, କି ବହିରେ ଏଇଆ ଲେଖା ହେଇଛି ଇତ୍ୟାଦି ଇତ୍ୟାଦି, ଯେଉଁଟା କିଛି ଗୋଟେ ଟେକ୍ସଟ ବା ଭ୍ୟାଲ୍ୟୁ, ସେଗୁଡ଼ା ଆପଣ ସେୟାର କରିବେ। ପର୍ସନାଲ କ୍ୱେଶ୍ଚିନ୍ ଏସବୁ ଜିନିଷ ସେୟାର କରିବେନି। କନସଲଟେସନଠୁ ଆରମ୍ଭ କରି ସବୁ ଜିନିଷ ଡେସ୍କ୍ରିପସନ୍ ବକ୍ସରେ ଅଛି। ଆପଣ ମୋର ବିଷୟରେ ଜାଣିବାକୁ ଚାହାନ୍ତି, ମୁଁ କ'ଣ ପାଠଶାଠ ପଢ଼ିଛି, କ'ଣ ଲେଖାଲେଖି କରିଛି, ସବୁ ମୋ ୱେବସାଇଟ୍ରେ ଅଛି। ସେଗୁଡ଼ା ଦୟାକରି ପଚାରିବେ ନାହିଁ। ହଉ, ଆଜି ପାଇଁ ଏତିକି। ମହାଦେବ ଯଦି ଚାହାନ୍ତି ଆଉ ଗୋଟେ ଭିଡ଼ିଓ ନେଇ ଆପଣଙ୍କ ପାଖରେ ନିଶ୍ଚିତ ଉପସ୍ଥିତ ହେବି। ମହାଦେବ ସମସ୍ତଙ୍କୁ ଭଲ ରଖନ୍ତୁ। ଓମ୍ ନମଃ ଶିବାୟ।